मनो ब्रह्मेति व्यजानात् मनसो हैव खलीमान् भूतानि जायन्ते मनसा जतानि जीवन्ति मनः प्रन्तिभिः सविशन्ति। हे आत्मन, এই মন ହିଁ ବ୍ରହ୍ମ ଅଟେ। এই ମନ ହିଁ ସୃଷ୍ଟି ସ୍ଥିତି ବିଲୟର କାରଣ ଅଟେ। ଏହି ମନ ହିଁ ବନ୍ଧନ ଓ ମୋକ୍ଷର କାରଣ ଅଟେ। ତେବେ ସେଇ ମନ ହିଁ ଆମର କର୍ତ୍ତା ଆଉ ଭୋକ୍ତା। ତେବେ ଆମେ ସଦ୍ଗୁରୁଙ୍କ ଆଲୋଚନାରୁ ସଚ୍ଚିତ୍ ଆନନ୍ଦ ସତ୍ତାକୁ ଆଲୋଚନା କରୁଥିଲେ ଗତ ଅଧ୍ୟାୟରେ। ଏବେ ଆସନ୍ତୁ ଆମେ ଆଉ ଗୋଟିଏ ଅଧ୍ୟାୟ ଆଲୋଚନା କରିବା। ଏ ମନ ସମସ୍ତ ଆନନ୍ଦକୁ ଭୋଗ କରିବାକୁ ଚାହୁଁଛି କାହିଁକି? କାହିଁକି ନା ମନ ଆନନ୍ଦ ସ୍ୱରୂପ ହୋଇଥିବାରୁ ଯେତେବେଳେ ଆମେ ଦେଖୁଛେ ଅନେକ ଜଳରାଶି ସମୁଦ୍ର ଆଡ଼କୁ ମାଡ଼ି ଯାଉଛନ୍ତି, କିନ୍ତୁ ସମୁଦ୍ରରେ କ'ଣ ଜଳର ଅଭାବ ଯୋଗୁଁ ମାଡ଼ି ଯାଉଛନ୍ତି? ନା, ସଦ୍ଗୁରୁ କହୁଛନ୍ତି ଯେ ପ୍ରତ୍ୟେକ ସମଜାତୀୟ ବସ୍ତୁକୁ ଆକର୍ଷିତ କରେ। ତେଣୁ ସେଇ ଜଳରାଶି ବହୁ ଜଳରାଶି ଆଡ଼କୁ ମାଡ଼ି ଯାଉଛି। ଆମେ ଦେଖୁଛେ ଗୋଟିଏ କୌଣସି ମହୋତ୍ସବରେ ଯେତେବେଳେ ଆମେ ଏକତ୍ରିତ ହେଉଛେ ଯେ ଆମେ ସାଧୁ ଲୋକଙ୍କୁ ଦେଖିଲେ ତାଙ୍କ ପାଖକୁ ମାଡ଼ି ଯାଉଛି। ସତ୍ସଙ୍ଗୀ ଲୋକ ସବୁବେଳେ ସତ୍ସଙ୍ଗୀ ଲୋକଙ୍କ ପାଖକୁ ଚାଲିଯାଆନ୍ତି। ବାଳକ ପାଖକୁ ଚାଲିଯାଆନ୍ତି। ବୃଦ୍ଧ ପାଖକୁ ଚାଲିଯାଆନ୍ତି। ଚୋର ଗୋଷ୍ଠୀକୁ ଚାଲିଯାଆନ୍ତି। ସେମିତି ଆମେ ଆନନ୍ଦମୟ ସତ୍ତା, ଆମେ ସୁଖ ଶାନ୍ତି ପ୍ରାପ୍ତ କରିବାର ସତ୍ତା, କିନ୍ତୁ ଆମେ ନିଜକୁ ଭୁଲି ଯାଇଛେ ଅନେକ ଦିନରୁ। କାରଣ କ'ଣ? ଅଜ୍ଞାନତା। ତେବେ ଆମେ এই ସୁଖ ଶାନ୍ତି ଆନନ୍ଦର ରାଜ୍ୟରେ ବିହାର କରୁଛନ୍ତି ବୋଲି ଭାବି ଆମେ ଯେଉଁ ଇନ୍ଦ୍ରିୟ ଭୋଗର ଲାଳସାକୁ ଆମେ ଭାବିଛନ୍ତି ଏହା ହିଁ ସତ୍ୟ ଆନନ୍ଦ, ଏହା ହିଁ ଆନନ୍ଦମୟ। କିନ୍ତୁ ଆମେ ଗତ ଥର ଚର୍ଚ୍ଚା କରୁଥିଲେ ଯେ ପ୍ରକୃତରେ ସମସ୍ତ ଇନ୍ଦ୍ରିୟ ଭୋଗ ପଦାର୍ଥ ଗୁଡ଼ିକ ଆମକୁ ପଛରେ ଦୁଃଖ ଦେଇଥାନ୍ତି। ତେଣୁ ଆତ୍ମା ସ୍ୱଭାବତଃ ଶୀତଳ, ସ୍ୱଭାବତଃ ଆନନ୍ଦମୟ, ସ୍ୱଭାବତଃ ସେ ଶାନ୍ତିମୟ। ତେଣୁ ଆମକୁ ଶାନ୍ତି, ସୁଖ, ଆନନ୍ଦ ପାଇବା ପାଇଁ ଭଲ ଲାଗେ। ଆମେ ଗତ ଥର ବି ଆଲୋଚନା କରିଥିଲେ ଧଳା ଲୁଗାରେ ଯଦି ରଙ୍ଗ ବୋଳିଦେବା କାଳକ୍ରମେ ତାହା ଛାଡ଼ି ଯାଉଛି। ସେମିତି ଜଳର ସ୍ୱଭାବ ଶୀତଳ, ତାକୁ ତାପରେ ବସାଇଦେଲେ ସେ ଗରମ ହୋଇଯାଏ। ଖରା ହେଉ ବା ଅଗ୍ନି ହେଉ, କୌଣସି ତାପ ଯଦି ଜଳ ପାଏ ତେବେ ସେ ଗରମ ହୋଇଯାଏ। କିନ୍ତୁ ସେଇ ତାପରୁ ଯେତେବେଳେ ଆମେ ଜଳକୁ ଅଲଗା କରିଦିଅନ୍ତି ତେବେ ତାକୁ କୌଣସି ଯନ୍ତ୍ର ବି ଲାଗେ ନାହିଁ, ସେ ଶୀତଳ ହୋଇଯାଏ ଆପେ ଆପେ, କୌଣସି ଅବଲମ୍ବନ ଦରକାର ନାହିଁ। ସେମିତି ଆତ୍ମାନନ୍ଦ ବା ସଚ୍ଚିଦାନନ୍ଦ ସତ୍ତା ଆମର ସ୍ୱାଭାବିକ ଭାବରେ ଆନନ୍ଦମୟ। ଏ ବିଷୟ ଭୋଗର ବୃତ୍ତି ଗୁଡ଼ିକୁ ନିଆଁ ଭାବରେ ତାକୁ ନିଆଁ ଭାବରେ ଉତ୍ତପ୍ତ କରୁଛି। ନିଆଁ ଭଳି ଯେମିତି ଜଳ ଶୀତଳ ଜଳକୁ ଉତ୍ତପ୍ତ କରିଦିଏ, ଗରମ କରିଦିଏ ଅଗ୍ନି, ସେମିତି ଏ ବୃତ୍ତି ସମୂହ, ଏଇ ଇନ୍ଦ୍ରିୟର ବୃତ୍ତି ସମୂହ ଗୁଡ଼ିକ ସଚ୍ଚିତ ଆନନ୍ଦର ସତ୍ତାକୁ ସେ ଦୁଃଖମୟ କରିଦେଉଛି, ସେ ଅଶାନ୍ତିମୟ କରିଦେଉଛି।
ତେଣୁ ବାସ୍ତବିକ ଯଦି ଆମେ ଶରୀର ଧାରଣ କରୁଛେ, ଆମେ ଚିନ୍ତନ କରିବାକୁ ପଡ଼ିବ। ଏଇ ମନ, ବୁଦ୍ଧି, ଚିତ୍ତ, ଅହଙ୍କାର, ଯେଉଁ ପଞ୍ଚେନ୍ଦ୍ରିୟ, ପଞ୍ଚ ଜ୍ଞାନେନ୍ଦ୍ରିୟ, ପଞ୍ଚ କର୍ମେନ୍ଦ୍ରିୟ, ଏଇ 14ଟି ଅବଲମ୍ବନ ଅଛି ଆମର ଯେଉଁ ବୃତ୍ତି, ତାକୁ କେମିତି ବିବେକର ସହିତ ବିଚାର କରି ଆମେ କେମିତି ସଂଯମ କରିବା, ଏଇ ଯୋଗରେ ଆମେ ଜାଣିବା। ତେଣୁ ଆତ୍ମସାକ୍ଷାତକାର କରିବା ପାଇଁ ସଦ୍ଗୁରୁ କ'ଣ କହୁଛନ୍ତି ଯେ ତୁମେ ଯେଉଁ ମିଥ୍ୟା ଜ୍ଞାନ ଗୁଡ଼ିକ ସବୁ ଆହରଣ କରିଛ, ତାକୁ ତୁମେ ଦୂରେଇ ଦିଅ। ତ ଆମେ କ'ଣ କରିବା ନା ଆମର ସେଇ ସତ୍ୟକୁ ଆମେ ଦେଖାଯିବ। ଯେମିତି ଗତ ଥର ଆମେ ଆଲୋଚନା କରିଥିଲେ ଯେ ଗୋଟେ କାଚ ଉପରେ ପୁରା ମଳି ଜମିକି ରହିଛି ଦର୍ପଣରେ, ତ ଆମେ ତାକୁ ସଫା କରିଦେଲେ ଆପେ ଆପେ ସେ ଶୁଦ୍ଧ ହେଇଯିବ ବା ଧଳା ଦେଖାଯିବ। ଆମର ସ୍ୱରୂପ ଆମେ ଦେଖିପାରିବା, ଆମ ରୂପକୁ ନିଶ୍ଚୟ ଆମେ ଦେଖିପାରିବା। ସେ ଯେଉଁ ଆମର ଯେଉଁ ଉତ୍ତମ ସାମ୍ରାଜ୍ୟ ଅଛି ଆମ ଭିତରେ, ଆମେ କେବେ ସେ ଉତ୍ତମ ସାମ୍ରାଜ୍ୟକୁ ଦେଖିନାହାନ୍ତି। ଆମକୁ ସେଇ ଠିକଣା କେବେ ଦେଇନାହାନ୍ତି କେହି। ଆମେ ସଦ୍ଗୁରୁଙ୍କ ଠାରୁ ଠିକଣା ପାଇ ଆମେ ସେଇ ଭିତରକୁ ପଶିବା। ଅଖଣ୍ଡ, ଅନନ୍ତ, ସର୍ବବ୍ୟାପକ, ସର୍ବସମ୍ପତ୍ତିମୟ ଆଉ ସମସ୍ତ ଦୁଃଖ ସୁଖରୁ ଊର୍ଦ୍ଧ୍ୱରେ ସଚ୍ଚିଦାନନ୍ଦ ସ୍ୱରୂପକୁ ପ୍ରାପ୍ତ କରିବା ସେଇ ସଦ୍ଗୁରୁଙ୍କ ଜ୍ଞାନରେ। ତେବେ ଆମେ ଭାବୁଛନ୍ତି ଆମେ ରୋଗୀ, ଭାବୁଛନ୍ତି ଆମେ ଦୋଷୀ, ପାପୀ, ଭାବୁଛନ୍ତି ଆମେ ଦୁଃଖୀ, ଭାବୁଛନ୍ତି ଆମେ ଛାର, ଭାବୁଛନ୍ତି ଆମେ ହୀନ। ତେଣୁ ଆମେ ଆମ ଈଶ୍ୱରତ୍ୱକୁ, ଆମ ପ୍ରକୃତ ସଚ୍ଚିତ ଆନନ୍ଦକୁ ଆମେ କେବେ ପ୍ରାପ୍ତ କରିପାରୁନାହାନ୍ତି। ସଦ୍ଗୁରୁ ଏଇ ଜିନିଷକୁ କହୁଛନ୍ତି। ଆମେ ଯେତେବେଳେ ଦଶମ ସୂତ୍ର ନେଉଛନ୍ତି କ'ଣ ନା ଅଭାବ ପ୍ରତ୍ୟବଲମ୍ବନ ବୃତ୍ତି ନିଦ୍ରା। ଅଭାବର କାରଣରୁ ଶୂନ୍ୟତା, ଅବସ୍ତୁତା, ମୃତ୍ୟୁ, ଜଡ଼ତା ଓ ବେହୋସି, ଅଚେତନତା, ଏଇ ବୃତ୍ତିକୁ ଆମେ ନିଦ୍ରା କହନ୍ତି। ଅଭାବ ପ୍ରତ୍ୟୟ ଅବଲମ୍ବନ ବୃତ୍ତି ନିଦ୍ରା। ପ୍ରତ୍ୟୟର ଅର୍ଥ ହେଲା ଅଭାବର କାରଣରୁ। ଆମେ ଯେଉଁ ସଚ୍ଚିତ ଆନନ୍ଦମୟ ସତ୍ତାର ଅଭାବ ବା ସ୍ୱରୂପର ଅଭାବର କାରଣରୁ ଆମେ ନିଜକୁ ଦୁଃଖୀ ମନେ କରୁଛେ, ନିଜକୁ ରୋଗୀ ମନେ କରୁଛେ, ନିଜକୁ ଭୟାତୁର ହେଇଯାଉଛେ ନିଜେ। ତେଣୁ ଆମେ ଯେଉଁ ଅଭାବ ବୃତ୍ତି ହେଉଛି ନିଦ୍ରା। ଆମେ ଦେଖୁଛେ ଯେ ଆମେ ଯଦି ସମାଧି ଆଡ଼କୁ ଯାଉଛନ୍ତି, ତେବେ ଆମେ ସ୍ୱରୂପସ୍ଥ ହେବା ପୂର୍ବରୁ ଆମକୁ ନିଦ୍ରା ଆସିଯାଉଛି। ତେଣୁ ଏଇ ନିଦ୍ରା କାହିଁକି ଆସେ? ଯଦି ଆମେ ଜାଣିପାରିବା, ତାହେଲେ ଆମେ ନିଦ୍ରା ପାଖରୁ ଦୂରେଇ ଯିବା। ଆମେ ଦେଖୁଛେ ଯଦି ଆମେ ରାତିରେ ଅନିଦ୍ରା ରହିଲେ, ପର୍ଯ୍ୟାପ୍ତ ପରିମାଣରେ ଆମେ ଶୋଇନାହାନ୍ତି, ତ ଆମକୁ ସାଧନ ସମୟରେ ନିଶ୍ଚୟ ନିଦ୍ରା ଆସିବ। ବହୁତ ପରିଶ୍ରମ କରିଛନ୍ତି, ଥକି ପଡ଼ିଛନ୍ତି, ତ ଆମକୁ ନିଦ୍ରା ନିହାତି ଆସିବ। ଦ୍ୱିତୀୟ ନିୟମଟି। ତୃତୀୟଟି ହେଲା ଅଧିକ ଭୋଜନ କଲେ, ଅଧିକ ଯଦି ଆମେ ଖାଉଛନ୍ତି ତ ଅଧିକ ନିଦ୍ରା ଆସେ। ଏହା ହେଉଛି ଅଜ୍ଞାନତା। ଆମେ ଅଜ୍ଞାନବଶତଃ ନିଜେ ଅଧିକ ଖାଇ ବସନ୍ତି, ତ ଆମେ ଜାଣିପାରନ୍ତି ନାହିଁ, ଆମେ ଶୋଇପଡ଼ନ୍ତି, ନିଦ୍ରା ଆସିଯାଏ। ତ ଆମେ ଯେତେବେଳେ ସଚ୍ଚିତ ଆନନ୍ଦର ସତ୍ତା, ଆମେ କ'ଣ କରୁଛେ, ଆମେ ସମାଧି ଆଡ଼କୁ ଗଲାବେଳକୁ ଆମର ଆନନ୍ଦମୟ ସତ୍ତା ପୂର୍ବରୁ ଆମକୁ ନିଦ୍ରା ଆସିଯାଉଛି।
ଆଉ ସଦ୍ଗୁରୁ କହୁଛନ୍ତି ଜଡ଼ ସମାଧିରେ ମଧ୍ୟ ସାଧକକୁ ଜଡ଼ ସମାଧି ପ୍ରାପ୍ତ ହୋଇଥାଏ। ତେଣୁ ଏହି ସଚ୍ଚିଦାନନ୍ଦର ସତ୍ତାକୁ ପ୍ରାପ୍ତ କରିବା ସମୟରେ ଆମେ ପ୍ରକାଶ ବା ଆଲୋକ ଦେଖିବା ବି ସଦ୍ଗୁରୁ ମନା କରିଛନ୍ତି ଯେ ଇଏ କିଛି ସମାଧିର ଅବସ୍ଥା ନୁହେଁ। ସେ ଉଦାହରଣ ଦେଉଛନ୍ତି ଯେ ଆମେ ଯଦି ସମାଧି ସମୟରେ କୌଣସି ପ୍ରକାଶ ଦେଖୁ ବା ଆଲୋକ ଦେଖୁ, ସେଇଟା କିଛି ବଡ଼ କଥା ନୁହେଁ। ସେ ଗୋଟେ ଉଦାହରଣ ଦେଲେ ଯେ ପିଲାଟିଏ ସହରକୁ ପଢ଼ିବାକୁ ଆସିଛି, ଗାଁରେ ଅଛି, ଗାଁରେ ବଡ଼ ବଡ଼ ଲାଇଟ୍ ନଥିଲା, ସେତେବେଳେ ଗାଁ ମାନଙ୍କର ସବୁ ଛୋଟ ଛୋଟ ବତି ଥାଏ, ଇଲେକ୍ଟ୍ରି ଆଲୁଅ ପ୍ରାୟତଃ ଯାଇନଥାଏ। କିନ୍ତୁ ଯେତେବେଳେ ସହରକୁ ଆସୁଛି, ସେ ଯେଉଁ ସହର ରାସ୍ତା ମାନଙ୍କର ସେ ବଡ଼ ବଡ଼ ଲାଇଟ୍ ଦେଖୁଛି। ସେ ବିଶ୍ୱବିଦ୍ୟାଳୟ ଯିବା ପୂର୍ବରୁ ସେ ଲାଇଟ୍ ଗୁଡ଼ିକ ଦେଖି ଯଦି ସେ ଲାଇଟ୍ ଭିତରେ ରହିଯିବ, ତେବେ ସେ କ'ଣ କଲେଜକୁ ଯାଇପାରିବ, ନା କଲେଜରେ ନାଁ ଲେଖିପାରିବ, ନା ସେ ପାଠ ପଢ଼ିପାରିବ। ତେଣୁ ଯଦି ଆମେ ସମ୍ପ୍ରଜ୍ଞାତ ସମାଧି ପାଖରେ ପହଞ୍ଚିବାକୁ ଯାଆନ୍ତି ତ ଆମକୁ ସେଇ ପ୍ରକାଶମାନ, ସେଇ ଉଜ୍ଜ୍ୱଳମାନ ଆଲୋକ ଦେଖି ସେଠି ରୋକିଯିବା ଆଦୌ ଉଚିତ ନୁହେଁ। ଯେପର୍ଯ୍ୟନ୍ତ ସ୍ୱରୂପର ଜ୍ଞାନ ହୋଇନଥିବ ସେ ପର୍ଯ୍ୟନ୍ତ ବିଷୟର ପ୍ରମାଣ ସେ ମାଗୁଥିବ ଆଉ ଯୁକ୍ତି କରୁଥିବ ମନ। ପ୍ରମାଣ ବିପର୍ଯ୍ୟୟ ବିକଳ୍ପ ନିଦ୍ରା ଶ୍ରୁତୟ। ଆମେ ଏଇ ଯେଉଁ ପ୍ରମାଣ କଲେ, ପ୍ରମାଣରେ 3 ପ୍ରକାର ପ୍ରମାଣ କରିଥିଲେ, ବିପର୍ଯ୍ୟୟ ଆଉ ବିକଳ୍ପ ମଧ୍ୟ ଆମେ ଆଲୋଚନା କରିଥିଲେ। ଏବେ ଆମେ ନିଦ୍ରାକୁ ଆଲୋଚନା କରୁଛେ। ଏହି ନିଦ୍ରାକୁ ଯଦି ଆମେ ଜିତିଗଲେ ପୁଣି ଶ୍ରୁତି ପାଖକୁ ଆସିଯିବା। ଆମର ଶ୍ରୁତିର ଉଦୟ ହେଉଛି। ଅନ୍ୟ ସମସ୍ତ ବୃତ୍ତିମାନଙ୍କ ଠାରୁ ଶ୍ରୁତି ଆହୁରି ବାଧକ ସମାଧିର। ତେବେ ଆମେ ଆଗକୁ ପୁଣି ସେଇ ଶ୍ରୁତିକୁ ଆଲୋଚନା କରିବା। ତ ଆମେ ଯେତେବେଳେ ଏଇ ଦୁର୍ଲଭ ଜନ୍ମ ପାଇଛେ, ଆମେ ସବୁବେଳେ ସତ୍ୟ ଜ୍ଞାନର ଆଲୋଚନା କରିବା ଆଉ ସତ୍ସଙ୍ଗର ସଙ୍ଗ ହେବା। ଯେଉଁ ପରି ସଙ୍ଗ ଅଟେ ସେହି ପରି ରଙ୍ଗ, ପୂର୍ବର ବାସନା ବଳେ ମିଳଇ ସତ୍ସଙ୍ଗ। ଏହା ଜାଣି ଚିହ୍ନି ପ୍ରୀତି କର ରଘୁମଣି, ଏହା ଜାଣି ଚିହ୍ନି ପ୍ରୀତି କର ରଘୁମଣି। ଯେ ବାଜି ହୋଇ ନାହିଁ ସେ କି କାଲି ହେବ, ଏ କଥା କାହିଁରେ ନାହିଁ କେ ଅବା କହିବ। ହୀନ କର୍ମ ଧିକ ଧିକ ତାହାର ଜନମ, ହୀନ କର୍ମ ଧିକ ଧିକ ତାହାର ଜନମ। ଏ ଦୁର୍ଲଭ ଜନ୍ମରେ ଯଦି ଆମେ ସଦ୍ଗୁରୁ ପ୍ରାପ୍ତ କରିଛନ୍ତି, ଆମେ ନିଜକୁ ନିଜେ ଚିହ୍ନିବା, ସେଇ ସଚ୍ଚିତ ଆନନ୍ଦ ସତ୍ତାକୁ ଚିହ୍ନିବା, ନିଶ୍ଚୟ ଅଷ୍ଟାଙ୍ଗ ଯୋଗ ମାର୍ଗରେ ଗତି କରିବା, ନିଶ୍ଚୟ ଆମେ ନିଜକୁ ପ୍ରାପ୍ତ କରିବା। ଏଇ ଶୁଦ୍ଧ ଭାବନା ଶୁଦ୍ଧ ଚେତନା ଯେତେବେଳେ ମନ ମଧ୍ୟରେ ଭରିଯିବ, ଆମେ ନିଶ୍ଚୟ ସତ୍ସଙ୍ଗ ସ୍ୱାଧ୍ୟାୟ ଆଉ ସାଧନ ଫଳରେ ନିଜ ନିଜର ସ୍ୱରୂପସ୍ଥ ହେବା। ତେବେ ଆସନ୍ତୁ ଆମେ ଏଇ ଶୁଦ୍ଧ ଚେତନାକୁ ନିଶ୍ଚୟ ଊର୍ଦ୍ଧ୍ୱକୁ ଉଠାଇବାକୁ ନିଷ୍ପତ୍ତି ନେବା। ଆଉ ଆଜିର ସତ୍ସଙ୍ଗକୁ ଏଇଠି ବିରତି ଦେବା। ଆଉ ଆଗାମୀ ଅଧ୍ୟାୟରେ ପୁଣି ଆଲୋଚନା କରିବା। ସପ୍ରେମ ଜୟ ଜୀବ ଜୟ ଜୀବ।